ଆଜ୍ଞା ଆପଣ ପରିଚୟ ପି ତୁଳସୀ ପାତ୍ର। ଆଜ୍ଞା ମୋ ଝିଅକୁ ଅଶୋକ ଅମନ ମଲ୍ଲିକ ଖରାପ ସମ୍ପର୍କ କରିକି ମାରି ଦେଇଛନ୍ତି। ବିଜୟଲକ୍ଷ୍ମୀ ମଲ୍ଲିକ ଅମନ ମଲ୍ଲିକ 2 ଜଣ ଯାକ ମିଶିକିରି ହିଁ ମାରିଛନ୍ତି। ବି ଦାମିନୀ ପାତ୍ର 16 ବର୍ଷ। ତା ଘରକୁ ଆମେ କାମ କରିବାକୁ ଯାଉଥିଲୁ ସାର୍। ଆଜ୍ଞା ଆଜ୍ଞା ଖରାପ ସମ୍ପର୍କ ଯୋଉ ରଖିଲା ସମସ୍ତଙ୍କୁ ବୁଲି ବୁଲିକିରି କହିଲା ଯେ ମୁଁ ବାହା ହେବି। ମୁଁ ସେଇଠୁ କହିଲି ଯଦି ବାହା ହବୁ ଚାଲ ସ୍ୱାମୀ ସ୍ତ୍ରୀ 2 ଜଣ ଥିବ ମୋ ଝିଅକୁ ଗୋଟେ ଡିସାଇଡ୍ କରିବା ଆଉ ଖାଲି ବାହାରେ ବୁଲିକିରି ଖରାପ ସମ୍ପର୍କ ରଖିବୁ କି ମୋ ଝିଅକୁ ଗୋଟେ ମାନେ ଦାୟିତ୍ୱ ନେଇକିରି ରଖିବୁ। ମୁଁ ଗଲି ସେଇଠୁ ତା ସ୍ତ୍ରୀ କହିଲା ଯେ ମୁଁ କହିଲି ଗୁରୁ କହିଲା 5 ଜଣଙ୍କୁ କାହିଁକି ଧରିକିରି ଆସିବ ତମେ ନିଜେ ଆସ ମୁଁ ତା ସ୍ତ୍ରୀ ହେଇକିରି ଅଛି ମୁଁ ସମାଧାନ କରିଦେବି 5 ଜଣଙ୍କୁ ଧରିକିରି ଆସିବାକୁ ଦରକାର ନାହିଁ ଏ କଥା କହିଲି ଗୁରୁ। ମୁଁ ସେଇଠୁ ଘରକୁ ଆସିକିରି ମୋ ଝିଅକୁ ବାଡ଼ା ମାରା କରିକିରି ଚୁଟି ଫୁଟି ଘୋଷାଡ଼ିକିରି ସାର୍ ମୋ ଝିଅ ଯେତିକି କାନ୍ଦିଛି କହିବାକୁ ନାହିଁ। ମୁଁ ନଥିଲା ଅବସ୍ଥାରେ କେହି ନାହାନ୍ତି ମୁଁ ନଥିଲି ନାଇଁ ସାର୍। ତା ସ୍ତ୍ରୀ ବା ମତେ କହିଲା ମୁଁ ସମାଧାନ କରିଦେବି। ମୁଁ ମାନେ ବିଶ୍ୱାସ କରିକିରି ଯାଇଥିଲି ଯେହେତୁ ଯାଇଥିଲି ସେ ସମାଧାନ କଲାନି। ସମାଧାନ ନ କଲୁ ଗୁରୁ ମୁଁ ସେଇଠୁ ଘରକୁ ଆସିଲି। ଝିଅ ସେଇଠୁ ଡିସାଇଡ୍ କଲା ଯେ ଚାଲେ ଗାଁକୁ ପଳେଇବା। ସିଏ ବାରମ୍ବାର କାଲି କହିଲା ଯେ ତୁ ଗାଁକୁ ଯିବୁ କ'ଣ ଏଇଠି ଦୌଡ଼ି ଦେବୁ ଏଇଠି ବିଷ ଖାଇବୁ ଟ୍ରେନ୍ 9ରେ ମୁଣ୍ଡ ଦେବୁ ସବୁ ଦାୟୀ ହେବ ଅମନ ମଲ୍ଲିକ। ତା ସ୍ତ୍ରୀ ଖାଲି ବାରମ୍ବାର ମୁଣ୍ଡରେ ଭର୍ତ୍ତି କଲା ଏଇ କଥାଟା। ସିଏ ଭର୍ତ୍ତି କରିବା ଯୋଗୁରୁ ହିଁ ସକାଳୁ ସକାଳୁ ଭୋରୁ ଫାଶୀ ଲଗେଇଛି। ଆଜ୍ଞା ଆମେ କାମ କରିବା 7-8 ବର୍ଷ। ହଁ ଆଜ୍ଞା ଡେଲି ଯିବା ଆସିବା ଝିଅ ତା ଘରେ ଆମେ ରୁହ ଏଇ 6-7 ମାସ ହବ ଶୁଣିଲି ଯେହେତୁ ତା ସ୍ତ୍ରୀ କି କହିଲି ଯେ ଆଉ ଏମିତି ତମ ସ୍ୱାମୀ ଯଦି ମୋ ଝିଅ ସହିତ ଖରାପ ସମ୍ପର୍କ ରଖିଛି ତାହେଲେ କ'ଣ କରିବା ଆମେ ନା ତମେ କାହାକୁ ହାଇଲାଇଟ୍ କର ନା ମୁଁ ଅଛି ତା ସ୍ତ୍ରୀ ମୁଁ ସମାଧାନ କରିଦେବି। ମୁଁ ସେଇଠୁ ବିଶ୍ୱାସ କରିକିରି ଗୋଟେ କହିଲି ମତେ ଘରେ ମାନେ ଏମିତି ବାଡ଼େଇ ମାରିକିରି ଧମକ ଦେଲା ଯେ କାହାକୁ ହାଇଲାଇଟ୍ କରିବୁନି। ମୁଁ ସେଇଠୁ କାହାକୁ କହିଲିନି ପାଟି ଚୁପ୍ କରିଦେଲି। ଆଜ୍ଞା ସେଇ ମାନେ 6ଟା ବେଳକୁ ସକାଳେ ଭୋରୁ ଶୋଇକିରି ଉଠିଲି। ମୁଁ ବା ଦାଣ୍ଡଟା ଝାଡ଼ୁ ମାରୁଛି ଫୁଲ ଯୋଡ଼େ ତୋଳିକିରି ଆଣିଲେ ପୂଜା କରିବି ବୋଲି ତା ଭିତରେ ଇଏ କବାଟ କିଣି ଦେଇଛି। ସେଇ ସମୟରେ ପୁଲିସ ହଁ ବିଜୟଲକ୍ଷ୍ମୀ ମଲ୍ଲିକ ବା ମତେ ଚାପିଲା ବୋଲେ କିଛି ପୁଲିସ କିଛି କହିବା ଦରକାର ନାହିଁ ତମେ ଯୋଉ ଝିଅ ପାଖରେ ବସ ମୁଁ ଲେଖା ଲେଖି ସବୁ କରୁଛି। ମତେ ବା ଡରେଇ ଦେଲୁ ମୁଁ ସେଇଠି ଚୁପ୍ ହେଇଗଲି। ସାର୍ ଝିଅ ଯେତେବେଳେ ଚାଲି ହଁ ବିପଦ ମାରିଦେବି ବୋଲି କହିଲି ଗୁରୁ। ମୁଁ ସେଇଠି ମୋ ଝିଅ ଯେତେବେଳେ ଯାଇଛି ମୁଁ ସେଇଠି କାନ୍ଦିକିରି ବସିଛି ସାର୍। ସିଏ ଯୋଉଠି ସାଇନ୍ ମାର ବୋଲି କହିଲା ମୁଁ ସେଇଠି ସାଇନ୍ ମାରିଦେଲି। ଧମକେଇଲେ ଯେ ଏଇ ଲିଜ୍ ପେପର ଏ ଯାକ ପୁଲିସ କେସ୍ ବାସ କିଛି କରିବା ଆବଶ୍ୟକ ଦରକାର ନାହିଁ ମୁଁ ଅଛି ତମର ଶବ ଦାନ କରିଦେବି। ମାନେ ଶବ ଯୋଉଠୁ ସୁସାଇଡ୍ ହେଲା ସେଇଠୁ ଯେ ରାତି 12ଟା ଯାଇ ମୋ ଗାଣ୍ଡିରେ ଗୋଡେଇଛି। କେମିତି ମୁଁ ଆପଣ ସେଦିନ ଆପଣ ଭୟ କଲେ ଯୋଉ ଆପଣ ନିଜ ଜୀବନକୁ ବଞ୍ଚେଇବାକୁ ଯାଇ ସେଦିନ ଚୁପ୍ ରହିଲେ ଆଜି କେମିତି ଆସିକି ପୋଲିସ ଷ୍ଟେସନରେ ପହଞ୍ଚି ସେଦିନ କାହିଁକି ସେଦିନ ମିଡିଆ ଯେତେବେଳେ ଗଲା ବେଳକୁ ମୁଁ ତ କୋଉ ମିଡିଆ ଚିହ୍ନିନି କୋଉ ଭିଡିଓ ଚିହ୍ନିନି କୋଉ କ୍ୟାମେରାକୁ ଚିହ୍ନିନି ମୁଁ କାହାକୁ ଜାଣିନି କେବଳ ମୁଁ ଝିଅକୁ ଧରିକି କାନ୍ଦୁଛି। ସେଇ ସମୟରେ ଆସିକି ମିଡିଆ ଆଇଲା କିଛି କହିବନି ପୁଷ୍ପା ପାଟି ଚୁପ୍ ହେଇକି ରହିବ କାହାକୁ କିଛି କହିବନି ତମେ ପାଟି ଖୋଲିଲେ ତାଙ୍କ କହିବେ। ମୁଁ ସେଇଠୁ ସାର୍ ପାଟି ପୁରା ବନ୍ଦ କରିଦେଲି କାନ୍ଦି ବୋବେଇକିରି ମୁଁ ସେଇଠୁ ଚୁପ୍ ହେଇଗଲି। ମତେ ନ୍ୟାୟ ଦରକାର ଆରେଷ୍ଟ ଦରକାର। ଆଚ୍ଛା ଆପଣ ଏଫଆଇଆର ଦେଇଛନ୍ତି ଆଜି ଦେଇଛି ଏଫଆଇଆର। ସାର୍ କ'ଣ କହିବେ? ନ୍ୟାୟ ଦେବି ବୋଲି କହିଛନ୍ତି। ଆଜ୍ଞା।